ମଙ୍ଗଳ ବୃଷ ରାଶିରେ ରହିଲେ 21/2026ରୁ 1/8/2026 ପର୍ଯ୍ୟନ୍ତ ମିଥୁନ ରାଶି ମିଥୁନ ଲଗ୍ନର ଭାଇ ଭଉଣୀମାନେ ପୃଥିବୀ ଯେତେ ଅଛନ୍ତି ତାଙ୍କର ମଙ୍ଗଳ କି ଫଳ ପ୍ରଦାନ କରିବେ ନା ମିଥୁନ ରାଶି ମିଥୁନ ଲଗ୍ନର ମଙ୍ଗଳ ହେଲେ ଏକାଦଶାଧିପତି ଓ ଷଷ୍ଠାଧିପତି। ଯଦି ଆପଣଙ୍କର ମିଥୁନ ରାଶି ହେଇଛି ମିଥୁନ ଲଗ୍ନ ହେଇଛି ଅଲଗା ଲଗ୍ନ ହେଲେ ସେ ଭିତରେ ଅଲଗା ଆସିବ ୟା ସେ ସମାନ ଅନୁଛେ। ମିଥୁନ ରାଶିର ମଙ୍ଗଳ ହେଲେ ଦ୍ୱାଦଶାଧିପତି ବା ଦ୍ୱାଦଶରେ ରହିଲେ ଟିକେ ସମାଲୋଚନା ହେବେ, କୌଣସି ଜାଗାରେ ଗୋଟେ ଗଣ୍ଡଗୋଳ ହୋଇପାରେ, ବ୍ୟୟ ବହୁତ ହେବ, ଟିକେ ମନରେ ଶାନ୍ତି ଟିକେ ଆସିବନି। ମଙ୍ଗଳ ହେଲେ ଦକ୍ଷିଣାଭିମୁଖୀ, ତେଣୁ ଦେବୀ ବଗଳାମୁଖୀ ଆରାଧନା କରନ୍ତୁ ବା ଯଦି ନ କରିପାରିବେ ତାହେଲେ ଗ୍ରାମ ଦେବତୀକି ଗୋଟେ ମନ୍ଦାର ଫୁଲ ମାଳ ପ୍ରତି ମଙ୍ଗଳବାରେ ଦିଅନ୍ତୁ, ଦେଲେ ଫଳ ଶୁଭ ଆସିବ। ଦୃଷ୍ଟିଫଳ ଦେଖିବା, ଖାଲି ସ୍ଥିତ ରହିଲେ ଦୃଷ୍ଟିଫଳ। ଚତୁର୍ଥ ଦୃଷ୍ଟି ତୃତୀୟ ସ୍ଥାନ ସିଂହ ରାଶି ରବି କ୍ଷେତ୍ରକୁ। ସାନ ଭାଇ ସାନ ଶଳା ବା ଶାଳୀଙ୍କର ପ୍ରତି କିଛି ବିପଦ ରହିଛି। ସାନ ଯେ ରହିଲେ ଆପଣଙ୍କର ଯେ ବୟସ ସାନ ବିପଦ ରହିଛି, ଅହେତୁକ ନୁହଁ। ସପ୍ତମ ଦୃଷ୍ଟି ଷଷ୍ଠ ସ୍ଥାନ ନିଜ ଗୃହ ବିଛା ରାଶିକୁ। ଗୁପ୍ତ ରୋଗ ନାଶ, ଗୁପ୍ତ ଶତ୍ରୁ ନାଶ, ଗୃହପାଳିତ ପଶୁ କିଣା ହେବ ଘରକୁ, କିଣନ୍ତୁ। ଷଷ୍ଠାଧିପତି ଷଷ୍ଠକୁ ଦେଖୁଛି, ତେଣୁକରି କିଛି ଅସୁବିଧା ନାହିଁ, ଗୃହପାଳିତ ପଶୁ କିଣିପାରିବେ। ଅଷ୍ଟମ ଦୃଷ୍ଟି ସପ୍ତମ ସ୍ଥାନ ଗୁରୁକ୍ଷେତ୍ର ଧନୁ ରାଶିକୁ। ସାଙ୍ଗ ବିଦେଶ ସ୍ତ୍ରୀ ଯାନ ବ୍ୟବସାୟ ଉତ୍ତମ ରହିବ, କାହିଁକିନା ଆପଣଙ୍କର ବର୍ତ୍ତମାନ ବୃହସ୍ପତି ଅଛନ୍ତି କର୍କଟରେ, ସପ୍ତମାଧିପତି ଏବଂ ଦଶମାଧିପତି ଉଚ୍ଚସ୍ଥ ଅଛନ୍ତି। ଗୁରୁକ୍ଷେତ୍ରକୁ ମଙ୍ଗଳ ଦେଖୁଛନ୍ତି, ତେଣୁ ବ୍ୟବସାୟ କ୍ଷେତ୍ର ଶୁଭ ରହିଛି। ସାଙ୍ଗସାଥି ବିରୋଧ ହୋଇଥିଲେ ସେ ସାଥିରେ ଆସି ମିଶିଯିବେ, ବହୁତ ସୁବଳ ପାଇବେ, କିଛି ପ୍ରତିକାର ଆବଶ୍ୟକ ନାହିଁ। ପୁଣି ସେ କଥା କହିବି, କର୍କଟ ଲଗ୍ନ ସିଂହ ଲଗ୍ନ ମକର ଲଗ୍ନ ମୀନ ଲଗ୍ନ, ଇଏ ଲଗ୍ନ ଯେଉଁ ଭାଇ ଭଉଣୀମାନଙ୍କର ଅଛି ସେମାନେ ବହୁତ ସୁଫଳ ଏଥରିକ ପାଉଛନ୍ତି, କିଛି ଅସୁବିଧା ନାହିଁ। ଦେଖିବା ପରବର୍ତ୍ତୀ ରାଶି।